जय जगन्नाथ पिलाମାନେ ଆମ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ଦ୍ୱିତୀୟ ଅଧ୍ୟାୟ ଅମ୍ଳ କ୍ଷାରକ ଓ ଲବଣର ପ୍ରଶ୍ନୋତ୍ତର ଆଲୋଚନା କରିବା। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତ ପ୍ରଥମ ପ୍ରଶ୍ନ କ'ଣ ଦେଇଛି ଯେ ଗୋଟିଏ ଦ୍ରବଣ ଲାଲ ଲିଟମସକୁ ନୀଳରେ ପରିଣତ କରେ, ତ ଏହାର ସମ୍ଭବତଃ କେତେ? ତ ଅପସନ୍ ଅନୁଯାୟୀ ଆମକୁ 10 ହେଇଯିବ। ତ 10 କାହିଁକି ହେଲା ପିଲାମାନେ, ଯେ ଯେତେବେଳେ ଲାଲ ଲିଟମସକୁ ନୀଳ କରୁଥିବା ଦ୍ରବଣ କ୍ଷାରୀୟ ହୁଏ, ଲାଲ ଲିଟମସକୁ ଯେତେବେଳେ ଆମେ ନୀଳ କରିଦେଉଛି ସେଇ ଦ୍ରବଣଟି କ'ଣ କ୍ଷାରୀୟ। ଆଉ କ୍ଷାରୀୟ ସବୁବେଳେ କେତେ ଥାଏ? କ୍ଷାରୀୟ ଦ୍ରବଣର pH ସବୁବେଳେ 7 ଠାରୁ ଅଧିକ ଥାଏ। ତେଣୁ ଏଠାରେ 7 ଠାରୁ ଅଧିକ ଅଛି 10। ତ ତେଣୁ ତାର ଉତ୍ତର ହେଇଗଲା 10। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ଅଣ୍ଡା ଖୋଳପା ସହ ପ୍ରତିକ୍ରିୟା କରି ଗ୍ୟାସ୍ ଉତ୍ପନ୍ନ କରେ ଏବଂ ଚୂନ ପାଣିକୁ ଦୁଧିଆ କରିଦିଏ। ଦ୍ରବଣଟି କିଏ? ତ ଚୂନ ପାଣିକୁ ଦୁଧିଆ କରିଦିଏ ଏବଂ ଅଣ୍ଡା ଖୋଳପା ସହିତ ପ୍ରତିକ୍ରିୟା ଗ୍ୟାସ୍ ଉତ୍ପନ୍ନ କରେ। ତ ଇଏ ହେଇଗଲା ପିଲେ HCl। ତ ଅଣ୍ଡା ଖୋଳପାରେ CaCO3 ଥାଏ ଏବଂ HCl ସହ ପ୍ରତିକ୍ରିୟା ଘଟି ଯାହାକି CO2 ଗ୍ୟାସ୍ ଉତ୍ପନ୍ନ ହୁଏ। ସେହି CO2 ଗ୍ୟାସ୍ ହିଁ ଚୂନ ପାଣିକୁ ଦୁଧିଆ ବର୍ଣ୍ଣ କରିଦିଏ। CO2 यानी ଅଙ୍ଗାରକାମ୍ଳ। ପରବର୍ତ୍ତୀ ପ୍ରଶ୍ନ 3 ନମ୍ବର ପ୍ରଶ୍ନ ଦେଇଛି 10 ml NaOH ଦ୍ରବଣକୁ ଯଦି 8 ml HCl ଦ୍ରବଣ ସହିତ ଆମେ ପ୍ରଶମିତ କରିବା, ତେବେ 20 ml NaOH ପାଇଁ ଆବଶ୍ୟକ HCl କେତେ ଦରକାର? ଯଦି 10 ml ଲାଗି ଆମକୁ 8 ଦରକାର ହେଉଛି, ତ 10 ଲାଗି ଯଦି ଆମକୁ 8 ହେଉଛି, ତ 20 ଲାଗି କେତେ ପିଲାମାନେ? 20 ଲାଗି ଆମକୁ 16 ହେଇଯିବ, ତାର ଦୁଗୁଣା 16 ମିଲିଲିଟର ଆବଶ୍ୟକ ହେବ। ତ NaOH ର ପରିମାଣ 2 ଗୁଣ ଯେତେବେଳେ ହେଇଯାଉଛି, 10 ଜାଗାରେ 10 ଥିଲା, 10ର ହେଇଗଲା 2 ଗୁଣ 20, ତ 8 ଥିଲା, 8ର 2 ଗୁଣ ହେଇଯିବ 16। ତ ପିଲାମାନେ ଠିକ୍ ଅଛି। ନେକ୍ସଟ ପ୍ରଶ୍ନ ଦେଖିବା, ଅଜୀର୍ଣ୍ଣ ରୋଗର ଚିକିତ୍ସା ପାଇଁ କେଉଁ ଔଷଧ ବ୍ୟବହାର କରାଯାଏ? ଅଜୀର୍ଣ୍ଣ ରୋଗ, ଯେତେବେଳେ ଅଜୀର୍ଣ୍ଣ ରୋଗ ହେଉଛି ଆମେ ଆଣ୍ଟାସିଡ୍ ବ୍ୟବହାର କରିପାରିବା। ଆଣ୍ଟାସିଡ୍ ପେଟର ଅଧିକ ଅମ୍ଳକୁ କ'ଣ ନିଷ୍ପ୍ରଭ କରିଦିଏ। ଆଣ୍ଟାସିଡ୍ ମାନେ ଯାହାକୁ ଆମେ ଇନୋ କହୁଛୁ, ଇନୋ। ତ ନେକ୍ସଟ ଦେଖିବା, ଶବ୍ଦ ସମୀକରଣ ଏବଂ ସମତୁଲ ରାସାୟନିକ ସମୀକରଣ। ତ ଯେତେବେଳେ ଜିଙ୍କ ଲଘୁ ସଲଫିକ ଅମ୍ଳ, ତ ଜିଙ୍କ ଲଘୁ ସଲଫିକ ଅମ୍ଳ କେମିତି ହେଉଛି ପିଲାମାନେ? ତ ଜିଙ୍କ ଏବଂ ସଲଫିକ ଅମ୍ଳକୁ ମିଶାଇ ଦେଲେ କ'ଣ ହୁଏ? ଜିଙ୍କ ସଲଫେଟ୍ ଏବଂ ହାଇଡ୍ରୋଜେନ କ୍ରିଏଟ୍ ହୁଏ। ଜିଙ୍କ ଓ ସଲଫିକ ଅମ୍ଳ ମିଶିକି ଜିଙ୍କ ସଲଫେଟ୍ ଏବଂ ହାଇଡ୍ରୋଜେନ କ୍ରିଏଟ୍ ହୁଏ। ତାହାର ସଂକେତ ଯଦି ଦେଖିବା ପିଲାମାନେ, ତ ଜିଙ୍କକୁ ଆମେ Zn କହିଥାଉ ଓ ସଲଫିକ ଅମ୍ଳକୁ ଆମେ H2SO4 କହିଥାଉ। ଯେତେବେଳେ ଜିଙ୍କଟା କ'ଣ ପରିଣତ ହେଇଯାଉଛି ଜିଙ୍କ ସଲଫେଟ୍ରେ, ତ ସେତେବେଳେ ତ ମୁଁ ଫର୍ମୁଲା ଗୋଟେ ଶିଖେଇଥିଲି 1 2 3 ଏଇଭଳି ଫର୍ମୁଲା। ଯେତେବେଳେ Zn ସହିତ କ'ଣ ହେଇଯିବ SO4 ଏବଂ H2 କୁ ଆମେ ନେକ୍ସଟ ଫର୍ମୁଲା ନେଇଗଲା। ତ ଇଏ ହେଲା 1, ଇଏ 2, ଇଏ 3 ଫର୍ମୁଲା। ସୋ 1 କୁ 3 ସହିତ କମ୍ବିନେସନ୍ କରିନେବା, 2 କୁ ଏକ୍ସଟ୍ରା କରିଦେବା। ତ କ'ଣ ହେଇଗଲା? ଜିଙ୍କ ସଲଫେଟ୍ ଏବଂ ହାଇଡ୍ରୋଜେନ କ୍ରିଏଟ୍ ହେଇଗଲା। ନେକ୍ସଟ ପିଲା ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ କ'ଣ କହିଛି? ମ୍ୟାଗ୍ନେସିୟମ୍ ପ୍ଲସ୍ ଲଘୁ ହାଇଡ୍ରୋଲିକ୍ ଅମ୍ଳ, ମ୍ୟାଗ୍ନେସିୟମ୍ ସହିତ ଯଦି ଆମେ ଲଘୁ ହାଇଡ୍ରୋଲିକ୍ ଅମ୍ଳକୁ ମିଶାଇବା, ତ ମ୍ୟାଗ୍ନେସିୟମ୍ ସହିତ ହାଇଡ୍ରୋକ୍ଲୋରିକ୍ ଅମ୍ଳକୁ ମିଶିଲେ ସୃଷ୍ଟି ହେଉଛି ପିଲେ ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ ଏବଂ ଆଉ କ'ଣ ସୃଷ୍ଟି ହୁଏ? ହାଇଡ୍ରୋଜେନ। ସୋ ମ୍ୟାଗ୍ନେସିୟମକୁ ଆମେ Mg କହିଥାଉ ଏବଂ ହାଇଡ୍ରୋକ୍ଲୋରିକ୍ ଅମ୍ଳକୁ 2HCl କହିଥାଉ। ତ ଏବେ ଏଇ ଫର୍ମୁଲାରେ କ'ଣ ସେମ୍ ଫର୍ମୁଲା ପକେଇ ନେବା ପିଲାମାନେ, Mg ସହିତ କ'ଣ ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ କ୍ରିଏଟ୍ ହେଉଛି, ତୁମେ ଯାହାକୁ ଆମେ MgCl2 କହିପାରିବା ଏବଂ Hଟା ଅଲଗା ହେଇଯିବ, ଯାହାକୁ ଆମେ ହାଇଡ୍ରୋଜେନ କ୍ରିଏଟ୍ ହୋଇଥାଏ। ନେକ୍ସଟ ପିଲାମାନେ, ଆଲୁମିନିୟମ ଏବଂ ଲଘୁ ସଲଫ୍ରିକ ଅମ୍ଳ କ'ଣ ମିଶିକି କ'ଣ ସୃଷ୍ଟି ହୁଏ?
एल्युमिनियम एवं सल्फ्यूरिक अम्ल सृष्टि होगी एल्युमिनियम सल्फेट क्रिएट हुए एवं हाइड्रोजन क्रिएट हुए। सो एपटे भी 1 2 3 फॉर्मूला यूज करना पे तो एठी कौन हो प्रथमटी 3 नंबर और 2 नंबर लास्ट को देदेबा। सो एबे क्रिएट हो गला एल्युमिनियम सल्फेट एवं हाइड्रोजन। एल्युमिनियम सल्फेट संकेत Al2SO4 ଆଉ ହାଇଡ୍ରୋଜେନ୍ ସଂକେତ 3H2। ନେକ୍ସଟ ପିଲାମାନେ ଏଠାରେ 3 ଥିଲା ତ 3 ଲାଷ୍ଟକୁ ପଳେଇଲା। ଲୁହା ପ୍ଲସ୍ ଲଘୁ ହାଇଡ୍ରୋକ୍ଲୋରିକ ଅମ୍ଳକୁ ସମ୍ମିଶ୍ରଣ କମ୍ବିନେସନ୍ ହେଲେ କ'ଣ ହୋଇଥାଏ? ଲୁହା ସହିତ ହାଇଡ୍ରୋକ୍ଲୋରିକ ଅମ୍ଳକୁ ମିଶିଗଲେ ଫେରସ୍ କ୍ଲୋରାଇଡ୍ ଏବଂ ହାଇଡ୍ରୋଜେନ୍ କ୍ରିଏଟ୍ ହୋଇଥାଏ। ସୋ ଦେଖ ପିଲାମାନେ ହେଇଗଲା ନା ଆଉ 2H 1 2 फॉर्मूला ही यूज करना तो हमको फेरस क्लोराइड क्रिएट है एवं हाइड्रोजन गैस टा क्रिएट हो। अल्कोहल और ग्लूकोज अम्ल नुहे परीक्षा करके कह। ग्लूकोज अल्कोहल और एसीएल द्रवण को नहीं आम जदि विद्युत परिवाहित परीक्षा करवा तेबे एसीएल द्रवण रे विद्युत परिवहन करे किंतु ग्लूकोज और अल्कोहल विद्युत परिवहन करि पारे ना। एसीएल जितेबाला विद्युत परिवहन होउची किंतु ग्लूकोज एवं अल्कोहल रे द्रवण रे हुए ना। तो ग्लूकोज एवं अल्कोहल रे हाइड्रोजन आयन दियंती ना तेणु से गुडी को आमे अम्ल कहबा ना। जदि हाइड्रोजन जाउ थांता तेबे आमे ताको अम्ल कहि थांता। नेक्स्ट पातित जल और विद्युत परिवहन करे ना किंतु वर्षा जल करे कहीं पातित जल रे आयन कम थाए तेणु विद्युत परिवहन करि पारि न थाए किंतु वर्षा जल रे घुलित लवण गैस थिबारु आयन थाए तेणु से विद्युत परिवहन करि पारे। जल नथिले अम्ल अम्लीय प्रकृति देखाए नहीं कहीं जल जदि न थांता तो अम्ल जल रे घुली हाइड्रोजन आयन उत्पन्न करि थाए और जल नथिले हाइड्रोजन आयन उत्पन्न हुए ना से अम्ल गुण देखा जाए ना। जदि हाइड्रोजन आयन उत्पन्न हेले ही अम्ल सृष्टि हुए जदि जल न था हाइड्रोजन आयन सृष्टि हो पारंता ना तेबे अम्ल गुण देखा जीव ना। पे पीएच मन आमको देछि सो एठारे देछि देखिबा पीएच 4 1 11 7 9 सो ए बी सी डी ई ए भलिया क्रम रे निया जाइछि। तो अम्लीय नुहे कि क्षारीय नुहे तो डीटा पीएच 7 ये अम्लीय नुहे कि क्षारीय नुहे प्रशमनीकरण ताको कहजो जोंडा कि अम्लीय क्षारीय उभय नुहे ताको हमें प्रशमनीकरण कहिता। सबल क्षारीय सबुठारु सबल क्षारीय किए पीएच 11 सबल अम्लीय किए पीएच 1 टी सबल अम्लीय बोली कि कहि पारे। दुर्बल अम्लीय किए तो दुर्बल अम्लीय पिला माने पीएच 4 टा होची दुर्बल अम्लीय एवं दुर्बल क्षारीय होची पीएच 9। हाइड्रोजन आयन रो गाढ़ता वृद्धि क्रम तो हाइड्रोजन को जदि हमें देखिबा तो प्रथमे आसीगला केते बिले 11 9 7 4 और 1 तो CEDAV ये अर्थात हम आसीज समीकरण। नेक्स्ट देखिए क्यों परीक्षा नली रे गैस अधिक बेगर बाहर तो जिते आम परीक्षा नली परीक्षा नली रे अधिक बाहर एसीएल एक सबल अम्ल और एठारे अधिक हाइड्रोजन आयन दिए तो CH3COOH दुर्बल अम्ल अटे तो से कौन हाइड्रोजन आयन कम मिले से ए रे हाइड्रोजन गैस अधिक तीव्र बेगर बाहर जेहेतु से अधिक हाइड्रोजन आयन क्रिएट हो। क्षीर दही रे परिणत हेले पीएच किपर बदल जिते बेले दही हेबा समय रे लैक्टिक अम्ल उत्पन्न हुए क्षीर रे लैक्टोबासिलस जीवाणु द्वारा क्षीरटी दही रे परिणत हुए आउ लैक्टिक अम्ल उत्पन्न होची
ତେଣୁ pH ଠାରୁ କମିଯିବ ଲାକ୍ଟିକ୍ pH ଠାରୁ କ'ଣ ହେବ କମିଯିବ। ଖାଇବା ସୋଡ଼ା ମିଶାଇବା କାହିଁକି pH ବଢ଼ାଏ ଖାଇବା ସୋଡ଼ା ମିଶିକି ଆମେ pH ବଢ଼ାଇବା। ଖାଇବା ସୋଡ଼ା ହେଉଛି କ୍ଷାରୀୟ ପ୍ରକୃତିର ଏବଂ କ୍ଷୀରର ଅମ୍ଳତା କମାଇ pHକୁ ବଢ଼ାଯାଏ। ତ କ୍ଷୀର ଯେତେବେଳେ ଦହିରେ ପରିଣତ ହେଉଛି ତାର pHଟା କ'ଣ କମିଯାଉଛି, ସେଥିପାଇଁ ଆମେ କ୍ଷାରୀୟ ପ୍ରକୃତି ମିଶାଇ ଦେଲେ କ୍ଷୀରର pHଟା ବଢ଼ିଯିବ। ଦହି ହେବାରେ ଅଧିକ ସମୟ କାହିଁକି ଲାଗେ? ପ୍ରଥମେ ଉତ୍ପନ୍ନ ହେଉଥିବା ଲାକ୍ଟିକ୍ ଅମ୍ଳ ସୋଡ଼ାକୁ ନିଷ୍ପ୍ରଭ କରେ। ତ ସୋଡ଼ାକୁ ପ୍ରଥମେ କ'ଣ ଖତମ କରିବାର ଅଛି, ଯେଉଁ ସୋଡ଼ା ଯେତେ ଗୁଣ ଅଛି। ତେଣୁ କ୍ଷୀରକୁ ଦହି ହେବାରେ ଅଧିକ ସମୟ ଲାଗେ ଯେତେବେଳେ ଆମେ ସେଥିରେ କ୍ଷାରୀୟ ପଦାର୍ଥ ପକାଇଥାଉ। ନେକ୍ସଟ ଦେଖିବା ପିଲାମାନେ, ପ୍ଲାଷ୍ଟର ପ୍ୟାରିସ୍କୁ ଆର୍ଦ୍ରତା ଓ ପ୍ରତିରୋଧ ପାତ୍ରରେ ରଖିବା ଉଚିତ କାହିଁକି? ତ ଦେଖିନେବା ପିଲାମାନେ, ତ ପ୍ଲାଷ୍ଟର ପ୍ୟାରିସ୍ ବାୟୁର ଆର୍ଦ୍ରତା ପିଲାମାନେ ପ୍ଲାଷ୍ଟର ପ୍ୟାରିସ୍ ବାୟୁର ଆର୍ଦ୍ରତାକୁ ଶୋଷଣ କରି ଜିପ୍ସମ୍ ହୋଇଯାଏ ବା ଜିପ୍ସମ୍ ହିସାବରେ ଜମିଯାଏ। ତ ସେଥିପାଇଁ ଏହାକୁ ଆର୍ଦ୍ରତା ପ୍ରତିରୋଧ ପାତ୍ରରେ ରଖାଯାଏ ଯେତେବେଳେ ଜମି ଯାଉଥିବା କାରଣ ନ ଜମିବା ପାଇଁ। ପ୍ରଶମନୀକରଣ ପ୍ରତିକ୍ରିୟା କ'ଣ? ଅମ୍ଳ କ୍ଷାରକ ପ୍ରତିକ୍ରିୟା କରି ଲବଣ ଏବଂ ଜଳ ଉତ୍ପନ୍ନ କଲେ ତାହାକୁ ଆମେ ପ୍ରଶମନୀକରଣ କହିବା। ଯେତେବେଳେ ଅମ୍ଳର ଗୁଣ ରହିବ ନାହିଁ କି କ୍ଷାରୀୟକର ଗୁଣ ରହିବ ନାହିଁ ତାକୁ ଆମେ ପ୍ରଶମନୀକରଣ ବୋଲିକି କହିଥାଉ। ଯେମିତିକି ଉଦାହରଣ ନେବା, ତ ଆମେ ଯଦି HCl ଏବଂ NaOH ମିଶାଇ ଦେବା ତ ସେଥିରୁ କ୍ରିଏଟ୍ କ'ଣ ହେବ, ସେଥିରୁ ଆମକୁ NaCl ଏବଂ H2O ଜଳ କ୍ରିଏଟ୍ ହେବ। ତ ସେଇଭଳିଆ H2SO4କୁ ଆମେ 2KOH ର ସମ୍ମିଶ୍ରଣ କରିଦେଲେ ଆମକୁ କି 2SO4 ଆଉ 2H2O ଜଳ ଉତ୍ପନ୍ନ ହେଉଛି ଏବଂ ସଲଫ୍ୟୁରିକ୍। ତ ଏହି ଜାଗାରେ କ'ଣ ହେଉଛି, ଅମ୍ଳ ଏବଂ କ୍ଷାରକର ମିଶ୍ରଣରେ ସୃଷ୍ଟି ହେଉଥିବା ପଦାର୍ଥଟିକୁ ଆମେ ପ୍ରଶମନୀକରଣ ବୋଲିକି କହିଥାଉ। ଅମ୍ଳ ପ୍ଲସ୍ କ୍ଷାର ଉଭୟ ପଦାର୍ଥ ମିଶୁଥିବା ପଦାର୍ଥଟି ହେଉଛି ପ୍ରଶମନୀକରଣ। ମୁଁ ସର୍ଟରେ ଲିଖିଦେଇଛି ବୋଲେ ଅରେ ଅର୍ଥ ଅମ୍ଳ, କ୍ଷାରକ ଓ ପ୍ରଶମନୀକରଣ। ଧୋଇବା ସୋଡ଼ା ଓ ଖାଇବା ସୋଡ଼ାର ଦୁଇଟି ବ୍ୟବହାର ଲେଖ। ତ ଧୋଇବା ସୋଡ଼ା ଯାହାକୁ ଆମେ ୱାସିଂ ସୋଡ଼ା କହୁଛୁ, ଯେମିତିକି କପଡ଼ା ଧୋଇବାରେ କାମ ଦେଉଛି, କଠିନ ଜଳକୁ କୋମଳ କରିବାରେ ସାହାଯ୍ୟ କରିଥାଏ ଆମକୁ ୱାସିଂ ସୋଡ଼ାଟି। ଖାଇବା ସୋଡ଼ା କ'ଣ, ତ ସେଇଭଳି ଧୋଇବା ସୋଡ଼ା ତ ହେଇଗଲା ପିଲାମାନେ। ଖାଇବା ସୋଡ଼ାକୁ ଆମେ ବେକିଂ ସୋଡ଼ା କହୁଛୁ। ବେକିଂ ସୋଡ଼ା କେକ୍ ଏବଂ ପାଉଁରୁଟି ତିଆରିରେ ବ୍ୟବହାର ହୋଇଥାଏ ଏବଂ ଅଜିର୍ଣ୍ଣ ପାଇଁ ଆଣ୍ଟାସିଡ୍ ବା ସୋଡ଼ା ଇନୋ ଗୁଡ଼ିକ ତିଆରି ହୋଇଥାଏ। ସୋ ପିଲାମାନେ ଆଜିର ଭିଡ଼ିଓ ଏତିକି ଥିଲା। ତ ଆଜି ଆମେ ଅମ୍ଳ, କ୍ଷାରକ ଓ ଲବଣ ଅଧ୍ୟାୟର ପ୍ରଶ୍ନୋତ୍ତର ଆଲୋଚନା କଲୁ। ଆଶା କରୁଛି ଏହି ଭିଡ଼ିଓଟି ଆପଣଙ୍କ ପାଠପଢ଼ାରେ ସାହାଯ୍ୟ କରିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ପୁଣି ଆଉ ଏକ ନୂଆ ଶିକ୍ଷାମୂଳକ ଭିଡ଼ିଓରେ ଦେଖା ହେବା। ଜୟ ଜଗନ୍ନାଥ।